କେମିତି କଟିବ ଆଜିର ଦିନ? ଅଗଷ୍ଟ 27 ତାରିଖ ବୁଧବାର। ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ପାଖରେ ଥିବା ବେଲ୍ ଆଇକନ୍ ଦେଇ ଅଲ୍ ନୋଟିଫିକେସନ୍ ଅନ୍ କରିବେ, ଯାହାଫଳରେ ନୂଆ ନୂଆ ଭିଡ଼ିଓ ପାଇପାରିବେ। ପ୍ରଥମ ଦେଖିବା ମେଷ ରାଶି ବ୍ୟକ୍ତିମାନଙ୍କ ପାଇଁ। କାର୍ଯ୍ୟକ୍ଷେତ୍ରରେ କିଛି ବାଧା ଦେଖାଯାଇପାରେ। ଅନାବଶ୍ୟକ ଖର୍ଚ୍ଚ ହେବାର ସମ୍ଭାବନା ରହିଛି। ପରିବାରରେ କଥା କଟା ହୋଇପାରେ। ଯାତ୍ରାରେ ସତର୍କତା ରଖନ୍ତୁ। ବିଳମ୍ବ ହେଲେ ବି କାର୍ଯ୍ୟରେ ସଫଳତା ମିଳିବ। ସ୍ୱାସ୍ଥ୍ୟ ପ୍ରତି ସତର୍କ ହେବା ଉଚିତ। ସାଧାରଣ ଭାବେ ଦିନଟି ମଧ୍ୟମ ରହିବ। ସେଭଳି ଦେଖିବା ବୃଷ ରାଶି ବ୍ୟକ୍ତିମାନଙ୍କ ପାଇଁ ଧନଲାଭର ସୁଯୋଗ ଆସିପାରେ। ବ୍ୟବସାୟୀଙ୍କ ପାଇଁ ନୂଆ ପରିଚୟ ଉପକାରୀ ହେବ। ପରିବାର ସୁଖଶାନ୍ତି ବୃଦ୍ଧି ପାଇବ। ସାମାଜିକ କ୍ଷେତ୍ରରେ ସମ୍ମାନ ବୃଦ୍ଧି ହେବାର ସମ୍ଭାବନା ରହିଛି। ମିତ୍ରଙ୍କ ସହାୟତାରେ କାମ ସଫଳ ହେବ। ପରିଶ୍ରମ ସଫଳ ଫଳ ମିଳିବ। ସାଧାରଣ ଭାବରେ ଦିନ ଲାଭଦାୟକ ରହିବ। ସେଇଭଳି ଦେଖିବା ମିଥୁନ ରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆ କାମର ଶୁଭ ସୁଯୋଗ ଆସିପାରେ। ପରିଶ୍ରମର ଭଲ ଫଳ ମିଳିବ। କାର୍ଯ୍ୟକ୍ଷେତ୍ରରେ ପ୍ରବୃତ୍ତ ବୃଦ୍ଧି ପାଇବେ। ପରିବାରରୁ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ସୁଧାର ଆସିପାରେ। ଧନ ସମ୍ବନ୍ଧୀୟ କିଛି କାମ ସଫଳ ହେବ। ଦିନ ଶୁଭ ରହିବ। ସେଇଭଳିଆ କର୍କଟ ରାଶି ବ୍ୟକ୍ତିମାନଙ୍କ ପାଇଁ ବାଦ ବିବାଦ ଉପୁଜିପାରେ। ସାମାନ୍ୟ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଯାଇପାରେ। କାର୍ଯ୍ୟରେ ବିଳମ୍ବ ହେବାର ସମ୍ଭାବନା ରହିଛି। ଅଟକି ରହିଥିବା ଧନ ମିଳିବ। ପରିବାରରୁ ଭଲ ସହାୟତା ମିଳିବ। ମନର ଅସ୍ଥିରତା ବୃଦ୍ଧି ହେବ। ସାଧାରଣତଃ ଦିନଟି ମିଶ୍ରିତ ରହିବ। ସେହିଭଳି ଥିବା ସିଂହ ରାଶି ବ୍ୟକ୍ତିମାନଙ୍କ ପାଇଁ ଯାତ୍ରାର ସୁଯୋଗ ଆସିପାରେ। ଆର୍ଥିକ ଲାଭର ସମ୍ଭାବନା କାର୍ଯ୍ୟକ୍ଷେତ୍ରରେ ପ୍ରଭାବ ଦେଖାଦେଇପାରିବ। ପରିବାର ସୁଖ ବୃଦ୍ଧି ପାଇବ। ଧୀରେ ଧୀରେ ମନର ଆନନ୍ଦ ବୃଦ୍ଧି ହେବ। ସାଧାରଣତଃ ଦିନଟି ଭଲ। ସେଭଳି ଦେଖିବା କନ୍ୟା ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନଟି ଶୁଭ ରହିବ। ନିଜ କାମର ଉନ୍ନତି ହେବ। ପାରିବାରିକ ଦାୟିତ୍ୱ ସଫଳତା ପୂରଣ କରିପାରିବ। ମିତ୍ରଙ୍କ ସହିତ ସମ୍ପର୍କ ଭଲ ହେବ। ଧନ ସମ୍ବନ୍ଧୀୟ କାମ ସଫଳ ହେବ। ନୂଆ ସମ୍ପର୍କରୁ ଉପକାର ହେବ। ମନରେ ଆନନ୍ଦ ବୃଦ୍ଧି ହେବ। ସେଭଳି ତୁଳା ରାଶି ବ୍ୟକ୍ତିମାନଙ୍କ ପାଇଁ ଦିନର ସାଧାରଣତଃ ରହିବା ଦରକାର। କାର୍ଯ୍ୟରେ କିଛି ବିଳମ୍ବ ହୋଇପାରେ। ଆକସ୍ମିକ ଖର୍ଚ୍ଚ ବଢ଼ିପାରେ। ପାରିବାରିକ ସମ୍ପର୍କରେ ସୁଧାର ଦେଖାଯିବ। ସ୍ୱାସ୍ଥ୍ୟ ସାଧାରଣ ରହିବ। ଧୈର୍ଯ୍ୟ ରଖିବା ଆବଶ୍ୟକ। ସାଧାରଣତଃ ଦିନଟି ମଧ୍ୟମ। ସେହିଭଳି ଦେଖିବା ବିଛା ରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆ ଯୋଜନା ଫଳଦାୟ ହେବ। ପାରିବାରିକ ସହଯୋଗ ମିଳିବ। ଆର୍ଥିକ ସ୍ଥିତି ଭଲ ରହିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ସାମାଜିକ ସମ୍ମାନ ବୃଦ୍ଧି ହେବ। ମନରେ ଆନନ୍ଦ ବୃଦ୍ଧି ପାଇବ। ସେଭଳି ଧନୁରାଶି ବ୍ୟକ୍ତିମାନଙ୍କ ପାଇଁ କାର୍ଯ୍ୟକ୍ଷେତ୍ରରେ ଶୁଭ ସୁଯୋଗ ମିଳିବ। ବିଦ୍ୟାର୍ଥୀଙ୍କ ପାଇଁ ଭଲ ସମୟ। ପାରିବାରିକ ସହଯୋଗ ମିଳିବ। ସ୍ୱାସ୍ଥ୍ୟର ସୁଧାର ହେବ। ମନର ସ୍ଥିରତା ବୃଦ୍ଧି ହେବ। ସାଧାରଣତଃ ଦିନଟି ଶୁଭ ରହିବ। ସେଭଳି ଦେଖିବା ମକର ରାଶି ବ୍ୟକ୍ତିମାନଙ୍କ ପାଇଁ କିଛି କାମରେ ବିଳମ୍ବ ହେବ। ପାରିବାରିକ କଳହ ହୋଇପାରେ। ଧୈର୍ଯ୍ୟ ଧରିବା ଦରକାର। ସ୍ୱାସ୍ଥ୍ୟର ଛୋଟ ସମସ୍ୟା ଦେଖାଯାଇପାରେ। କାର୍ଯ୍ୟକ୍ଷେତ୍ରରେ ଚାପ ରହିବ। ଧନ ସମସ୍ୟାକୁ ନେଇ ଚିନ୍ତାରେ ରହିପାରନ୍ତି। ଦିନ ସାଧାରଣତଃ ରହିବ। ସେହିଭଳି ଦେଖିବା କୁମ୍ଭ ରାଶି ବ୍ୟକ୍ତିମାନଙ୍କ ପାଇଁ ମିତ୍ରଙ୍କ ସହାୟତାରେ କାମ ସଫଳ ହେବ। ଆର୍ଥିକ ଲାଭର ସୁଯୋଗ ରହିଛି। ପରିବାରର ସମ୍ମାନ ବୃଦ୍ଧି ହେବ। କାର୍ଯ୍ୟକ୍ଷେତ୍ରରେ ପ୍ରବୃତ୍ତ ବୃଦ୍ଧି ହେବ। ସ୍ୱାସ୍ଥ୍ୟ ସୁସ୍ଥ ରହିବ। ମନର ଆନନ୍ଦ ବୃଦ୍ଧି ହେବ। ସାଧାରଣତଃ ଦିନଟି ଭଲ। ଶେଷ ଦେଖିବା ମୀନ ରାଶି ବ୍ୟକ୍ତିମାନଙ୍କ ପାଇଁ ନୂଆ କାର୍ଯ୍ୟରେ ଉନ୍ନତିର ସୁଯୋଗ ମିଳିପାରେ। ସ୍ୱାସ୍ଥ୍ୟ ସାଧାରଣ ଭଲ ରହିବ। ଆର୍ଥିକ କାମ ସଫଳ ହେବ। ପରିବାରରୁ ସହଯୋଗ ମିଳିବ। ମିତ୍ରଙ୍କ ସହିତ ସମ୍ପର୍କ ଭଲ ହେବ। ନୂଆ ସୁଯୋଗ ଦୀର୍ଘକାଳୀନ ଲାଭ ଦେଇପାରେ। ଦିନଟି ଭଲ ରହିବ। ଭିଡ଼ିଓଟି ଭଲ ଲାଗିଲେ ଲାଇକ୍ ସେୟାର ସବସ୍କ୍ରାଇବ୍ କରିବେ। ବେଲ୍ ଆଇକନ୍ ଦେବେ।